ପିଲାମାନେ ଗପ ଶୁଣିବା। ଆଜି ଆମେ ପୁରାଣ କଥା ଶୁଣିବା। ଦିନେ ଦେବର୍ଷି ନାରଦ ଗୋଟିଏ ଜଙ୍ଗଲ ଭିତରେ ଯାଉଥିଲେ। ଜଙ୍ଗଲ ମଝିରେ ହଠାତ୍ ଦେଖିଲେ ଗୋଟେ ବିରାଟ ଆକାରର ଉଇ ହୁଙ୍କା। ନାରଦ ଉଇ ହୁଙ୍କା ଆଡ଼କୁ ଚାହିଁଲେ। ହୁଙ୍କା ଉପରେ ଜଣେ ଯୋଗୀଙ୍କର ମସ୍ତକ ତାଙ୍କୁ ଦେଖାଗଲା। ସେ ଭାବିଲେ, କି ଆଶ୍ଚର୍ଯ୍ୟ କଥା, ଉଇ ହୁଙ୍କା ଉପରେ ପୁଣି ଯୋଗୀଙ୍କ ମସ୍ତକ, ଏହା କେମିତି ସମ୍ଭବ? ସେ ଉଇ ହୁଙ୍କା ପାଖକୁ ଗଲେ। ସତକୁ ସତ ଦେଖିଲା ବେଳକୁ ଯୋଗୀ ଜଣକ ଆଖି ବନ୍ଦ କରି ବସିଛନ୍ତି। ବଡ଼ ପାଟି କରି ମହର୍ଷି ନାରଦ ଡାକିଲେ, ତୁମେ ଏ ହୁଙ୍କା ମଝିରେ ବସି କ'ଣ କରୁଛ? ହେ ଯୋଗୀ, ତୁମେ ଏ ହୁଙ୍କା ମଝିରେ ବସି କ'ଣ କରୁଛ? ବାରମ୍ବାର କହିଲେ। ଏହା ଶୁଣି ଯୋଗୀ ଜଣକ ଆଖି ଖୋଲିଲେ, ନାରଦଙ୍କ ଆଡ଼କୁ ଚାହିଁଲେ। ଆଃ, ଦେବର୍ଷି ନାରଦ, ଆପଣ! ମୋର ପରମ ସୌଭାଗ୍ୟ ଯେ ଆପଣଙ୍କ ଦର୍ଶନ ମିଳିଲା। ମୁଁ ଜଙ୍ଗଲକୁ ତପସ୍ୟା କରିବା ପାଇଁ ଆସିଥିଲି। ବହୁ ବର୍ଷ ଧ୍ୟାନମଗ୍ନ ହେବା ପରେ ଚାରିପାଖରେ ଉଇ ହୁଙ୍କା ହେଇଗଲାଣି। ଆଚ୍ଛା, ଆପଣ ଏବେ କୁଆଡ଼େ ଯାଉଛନ୍ତି ଦେବର୍ଷି? ନାରଦ ଉତ୍ତର ଦେଲେ, ମୁଁ ଭଗବାନଙ୍କ ଦର୍ଶନ ପାଇଁ ସ୍ୱର୍ଗକୁ ଯାଉଛି। ଯୋଗୀ ଜଣକ କହିଲେ, ସତେ? ଆପଣ ଭଗବାନଙ୍କୁ ଭେଟିବେ? ତେବେ ଆପଣ ଦୟାକରି ମୋ ତରଫରୁ ଗୋଟିଏ ପ୍ରଶ୍ନ ଭଗବାନଙ୍କୁ ପଚାରି ପାରିବେ କି? ନାରଦ ଉତ୍ତର ଦେଲେ, ନିଶ୍ଚୟ। ତେବେ ପ୍ରଶ୍ନଟି କ'ଣ ମୋତେ କୁହନ୍ତୁ? ଯୋଗୀ ଜଣକ କହିଲେ, ମୁଁ ଜାଣିବାକୁ ଚାହୁଁଛି ଯେ ଭଗବାନଙ୍କ ଦର୍ଶନ ପାଇବାକୁ ହେଲେ ମୋତେ ଆଉ କେତେ କାଳ ତପସ୍ୟା କରିବାକୁ ପଡ଼ିବ? ମୁଁ ଏ ମଣିଷ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ପାଇବି। କୃପା କରି ଏହି ଏକମାତ୍ର ପ୍ରଶ୍ନ ଭଗବାନଙ୍କୁ ବୁଝି ଆସି ମୋତେ ଜଣାଇବେ। ନାରଦ ଯୋଗୀ ଜଣଙ୍କୁ ଆଶ୍ୱାସନା ଦେଇ କହିଲେ, ହଁ, ନିଶ୍ଚୟ, ମୁଁ ତୁମର ଏହି ପ୍ରଶ୍ନ ଭଗବାନଙ୍କୁ ପଚାରିବି। ଏତିକି କହି ନାରଦ ଆଗକୁ ଆଗକୁ ଚାଲିଲେ। ପୁଣି କିଛି ବାଟ ଯିବା ପରେ ନାରଦ ଦେଖିଲେ, ହଠାତ୍ ଜଣେ ଯୋଗୀ ଗୀତ ଗାଇ ନୃତ୍ୟ କରୁଛନ୍ତି। ଯୋଗୀ ଜଣକ ଯେମିତି ନାରଦଙ୍କୁ ଦେଖିଲେ, ତାଙ୍କ ନିକଟକୁ ଦୌଡ଼ି ଆସିଲେ। ପଚାରିଲେ, ହେ ନାରଦ, ଆପଣ? ଯାହା ହଉ, ଆପଣଙ୍କ ଦର୍ଶନ ପାଇଁ ମୁଁ କୃତାର୍ଥ ହେଲି। ଆପଣ କୁଆଡ଼େ ଯାଉଛନ୍ତି? ନାରଦ ଉତ୍ତର ଦେଲେ, ମୁଁ ସ୍ୱର୍ଗକୁ ଯାଉଛି। ଯୋଗୀ ଜଣକ ଆଗ୍ରହ ସହକାରେ କହିଲେ, ଆପଣ ସତରେ ସ୍ୱର୍ଗକୁ ଯାଉଛନ୍ତି? ତାହେଲେ ମୋର ଗୋଟେ କାମ କରିଦେବେ କି? ନାରଦ ଉତ୍ତର ଦେଲେ, ହଁ, ନିଶ୍ଚୟ, କୁହନ୍ତୁ, ସ୍ୱର୍ଗରେ ମୁଁ ତୁମ ପାଇଁ କି କାମ କରିପାରିବି? ଯୋଗୀ ଜଣକ କହିଲେ, ଦେବର୍ଷି, ମୁଁ ଜାଣେ ଯେ ହୃଦୟ ପବିତ୍ର ନହେଲେ ଈଶ୍ୱର ଦର୍ଶନ ଦେବେ ନାହିଁ। ସେତେଦିନ ଯାଏ ମୋତେ ବାରମ୍ବାର ଜନ୍ମ ନେବାକୁ ପଡ଼ିବ। କିନ୍ତୁ ଦୟାକରି ପ୍ରଭୁଙ୍କୁ କେବଳ ଏତିକି ପଚାରିବେ ଯେ ମୋତେ ଆଉ କେତେଥର ଏପରି ଜନ୍ମ ନେବାକୁ ପଡ଼ିବ। ନାରଦ ତାଙ୍କୁ ବି ଆଶ୍ୱାସନା ଦେଇ କହିଲେ, ନିଶ୍ଚୟ, ମୁଁ ଭଗବାନଙ୍କୁ ତୁମ କଥା ଜଣେଇବି। ଏହା କହି ନାରଦ ଜଙ୍ଗଲ ଭିତର ଦେଇ ଚାଲିଗଲେ। ଶେଷରେ ସ୍ୱର୍ଗରେ ପହଞ୍ଚିଲେ। କିଛି ଦିନ ସ୍ୱର୍ଗରେ ରହିଲା ପରେ ନାରଦ ପୁଣି ପୃଥିବୀକୁ ଫେରିଲେ। ପୃଥିବୀ ଉପରେ ବିଭିନ୍ନ ସ୍ଥାନ ଭ୍ରମଣ କରୁ କରୁ ଦିନେ ପୁଣି ଥରେ ସେଇ ଜଙ୍ଗଲରେ ପହଞ୍ଚିଲେ। ଆଉ ଉଇ ହୁଙ୍କା ମଧ୍ୟରେ ଧ୍ୟାନରତ ଯୋଗୀଙ୍କୁ ଭେଟିଲେ। ନାରଦଙ୍କୁ ଦେଖି ଯୋଗୀ ଜଣକ ପଚାରିଲେ, ହେ ନାରଦ, ଆପଣ ଭଗବାନଙ୍କୁ ମୋ ବିଷୟରେ ପଚାରିଲେ ତ? ନାରଦ କହିଲେ, ହଁ। ଯୋଗୀ ଜଣକ ଆଗ୍ରହ ସହକାରେ ପଚାରିଲେ, ଭଗବାନ ତେବେ କ'ଣ କହିଲେ? ନାରଦ କହିଲେ, ଭଗବାନ କହିଲେ ଯେ ଆଉ 4 ଜନ୍ମ ପରେ ତୁମକୁ ମୁକ୍ତି ମିଳିବ। ଏହା ଶୁଣି ଯୋଗୀ ଜଣକ ନିରାଶ ହୋଇ କହିଲେ, କ'ଣ ହେଲା, ଆହୁରି 4 ଜନ୍ମ? ଓଃ, କି ଦୁର୍ଭାଗ୍ୟ! ମୁଁ ଏତେ ଦିନ ଧରି ତପସ୍ୟା କଲି ଯେ ଉଇମାନେ ମୋ ଚାରିପଟେ ହୁଙ୍କା ତିଆରି କରିଦେଲେ। ଏବେ ପୁଣି ଆପଣ କହୁଛନ୍ତି ଏହା ଯେ ଯଥେଷ୍ଟ ନୁହଁ, ପୁଣି ଆହୁରି 4 ବର୍ଷ ମୋତେ ଜନ୍ମ ନେବାକୁ ପଡ଼ିବ। ଓଃ, କି ଦୁଃଖ କଥା। ଏହା କହି ଯୋଗୀ ଜଣକ ବିଳାପ କରିବାରେ ଲାଗିଲେ। ନାରଦ ତାଙ୍କୁ ଶାନ୍ତ ଭାବରେ କହିଲେ, ତୁମକୁ ଆଉ ମାତ୍ର 4 ଜନ୍ମ ନେବାକୁ ପଡ଼ିବ। ଏତିକି କହି ଆଗକୁ ଚାଲିଲେ। କିଛି ସମୟ ଯିବା ପରେ ପୁଣି ନୃତ୍ୟ ଗୀତରେ ମଗ୍ନ ଥିବା ଯୋଗୀଙ୍କ ପାଖରେ ନାରଦ ଯାଇ ପହଞ୍ଚିଲେ। ଯୋଗୀ ଜଣକ ନାରଦଙ୍କୁ ଦେଖି ପଚାରିଲେ, ହେ ନାରଦ, ଆପଣ ଭଗବାନଙ୍କୁ ମୋର ପ୍ରଶ୍ନ ପଚାରିଲେ କି? ନାରଦ କହିଲେ, ହଁ, ପଚାରିଥିଲି।
ଏହା ଶୁଣି ଯୋଗୀ ଜଣକ ଆଗ୍ରହ ସହକାରେ ପଚାରିଲେ, ଭଗବାନ କ'ଣ କହିଲେ? ନାରଦ ଉତ୍ତର ଦେଲେ, ତୁମେ ଏଇ ଯେଉଁ ତେନ୍ତୁଳି ଗଛ ଦେଖୁଛ, ତାର ଯେତେ ଗୋଟି ପତ୍ର ଅଛି, ତୁମେ ଆଉ ସେତିକି ଥର ଜନ୍ମ ନେବ। ତାପରେ ତୁମର ହୃଦୟ ପବିତ୍ର ହୋଇଯିବ ଏବଂ ତୁମେ ଭଗବାନଙ୍କ ଦର୍ଶନ ଲାଭ କରିପାରିବ। ଏକଥା ଶୁଣି ଗୀତ ଗାଇ ଗାଇ ଯୋଗୀ ଜଣକ କହିଲେ, କି ଭାଗ୍ୟ ହେ ଦେବର୍ଷି ନାରଦ, ଆପଣଙ୍କଠାରୁ ଏ ଖବର ଶୁଣି ମୁଁ ବହୁତ ଆନନ୍ଦିତ। ଏକଥା ମୁଁ କେବେ ଭାବିନଥିଲି ଯେ ଶୀଘ୍ର ମୁଁ ଭଗବାନଙ୍କ ଦର୍ଶନ ପାଇବି, କିନ୍ତୁ ଆହୁରି ଏତିକି ସମୟ ମୋତେ ଭଗବାନଙ୍କ ନାମ ଜପ କରିବାର ଅଛି। ଆଉ ଏ ତ ଖୁସିର କଥା, ଏ ମାତ୍ର ତେନ୍ତୁଳି ଗଛର ପତ୍ର ସହ ସମାନ। ଏତେ କମ୍ ସମୟ ଭିତରେ ମୁଁ ମୁକ୍ତି ପାଇଯିବି? ଠିକ୍ ଅଛି। ଏହା କହି ଯୋଗୀ ଜଣକ ପୁଣି ଆନନ୍ଦରେ ଗୀତ ଗାଇ ଗାଇ ନାଚିବାକୁ ଲାଗିଲେ। ଠିକ୍ ଏହି ସମୟରେ ଏକ ଉଜ୍ଜଳ ଆଲୋକରେ ସ୍ଥାନଟି ଆଲୋକିତ ହୋଇ ଉଠିଲା ଏବଂ ଯୋଗୀଙ୍କ ଉଦ୍ଦେଶ୍ୟରେ ଏକ ଦୈବବାଣୀ ଶୁଣାଗଲା, ବତ୍ସ, ଏହି ମୁହୂର୍ତ୍ତରୁ ତୁମେ ମୁକ୍ତିପ୍ରାପ୍ତ ହେଲ। ଈଶ୍ୱର ତୁମର ଧୈର୍ଯ୍ୟ ଓ ଦୃଢ଼ ମନୋବଳ ଦେଖି ପ୍ରସନ୍ନ ହୋଇଛନ୍ତି। ତେନ୍ତୁଳି ଗଛ ଦେହରେ ଅସଂଖ୍ୟ ପତ୍ର ରହିଛି ଏବଂ ତୁମେ ମଧ୍ୟ ଅସଂଖ୍ୟ ବାର ଜନ୍ମ ନେବା ନିମନ୍ତେ ପ୍ରସ୍ତୁତ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଈଶ୍ୱର ଦର୍ଶନ ଏବଂ ମୁକ୍ତିଲାଭ ନିମନ୍ତେ ତୁମେ ଦୃଢ଼ ସଂକଳ୍ପ। ଏଥିପାଇଁ ଭଗବାନ ତୁମକୁ ଏହି ମୁହୂର୍ତ୍ତରୁ ହିଁ ମୁକ୍ତି ପ୍ରଦାନ କରିଛନ୍ତି। ତୁମର ଆଉ ପୁନର୍ଜନ୍ମ ହେବ ନାହିଁ। ତୁମେ ସର୍ବଦା ଭଗବାନଙ୍କ ସହ ବାସ କରିବ। ଆଚ୍ଛା ପିଲାମାନେ, ଆମେ ଏ ଗପରୁ କ'ଣ ଶିଖିଲେ? ପ୍ରଥମ ବ୍ୟକ୍ତିଟି ବା ପ୍ରଥମ ଯୋଗୀ ଜଣକ ମାତ୍ର 4 ବର୍ଷ ଆଉ ଜପ କରିବାକୁ ପଡ଼ିବ ନାରଦଙ୍କ ଠାରୁ ଶୁଣି ଦୁଃଖରେ ବିଳାପ କରିବାକୁ ଲାଗିଲେ। କିନ୍ତୁ ତୃତୀୟ ଯୋଗୀ ଜଣକ ତେନ୍ତୁଳି ଗଛର ପତ୍ର ସଂଖ୍ୟା ଯେତିକି, ସେତିକି ସଂଖ୍ୟକ ବର୍ଷ ଆଉ ବଞ୍ଚିବେ, ସେତିକି ସଂଖ୍ୟକ ବର୍ଷ ଆଉ ତାଙ୍କୁ ଭଗବାନଙ୍କ ନାମ ଜପ କରିବା ପାଇଁ ଶୁଣି ମଧ୍ୟ ଖୁସି ହେଲେ। ତାଙ୍କ ମନରେ ବ୍ୟସ୍ତତା ନଥିଲା, ବରଂ ଧୈର୍ଯ୍ୟ ଥିଲା ଆଉ ଦୃଢ଼ ମନୋବଳ ତାଙ୍କର ଥିଲା। ତେଣୁ ଆମେ ଏଇ ଗପରୁ ଶିଖିଲେ ଅସୀମ ଧୈର୍ଯ୍ୟ ଓ ଦୃଢ଼ ଅଧ୍ୟବସାୟ ବଳରେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ।